ଖଜୁରୀ ବାହୁଙ୍ଗାର ଅର୍ଥ ଏତିକି। ଖଜୁରୀ ବାହୁଙ୍ଗାର ମୂଳ ଶବ୍ଦ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି, ଇସ୍ରାଏଲ ଦଳକୁ ଖଜୁରୀ ଗଛ ସହିତ ସମାନ କରି କହୁଛନ୍ତି। ଖଜୁରୀ ଗଛକୁ ଯେତିକିଟା ବାହୁଙ୍ଗା ଥିବ ସେତିକିଟା ପତ୍ର ଥିବ। ଖଜୁରୀ ଗଛରେ ଯେତିକି ଫଳ ଫଳିବ, ଝୁମ୍ପା ଝୁମ୍ପା ହେଇ ଫଳିଥିବ, ହଜାର ହଜାର ଫଳ ଗୋଟେ ଗୋଟେ ପେନ୍ଥାରେ ଲାଗିଥିବ। ସେମିତି ଏମାନେ 12ଟା ଭାଇ ଥିଲେ। ଇସ୍ରାଏଲର ଯାକୁବର ସନ୍ତାନମାନେ 12 ଭାଇ ଥିଲେ। 12 ଗୋଷ୍ଠୀ ଏମାନେ ପେନ୍ଥା ପେନ୍ଥା ଗଦା ଗଦା ହେଇକରି ସେମାନେ ଜାତ ହେଲେ। 6,01,730 ଲୋକ ସେମାନେ ଇସ୍ରାଏଲ ଲୋକମାନେ ଥିଲେ। ତେଣୁ ଗୋଟିଏ ଗଛ, ଗୋଟିଏ ପୁଞ୍ଜାରେ, ଗୋଟିଏ ଯାକୁବର ରକ୍ତରେ ଏତେ ଲୋକ ହୋଇଛନ୍ତି। ଗୋଟିଏ ଖଜୁରୀ ଗଛରେ ମଧ୍ୟ ଯେମିତିକି ଏତେ ଫଳ ଦେଖାଯାଉଛି, ଏତେ ଡାଳ ଦେଖାଯାଉଛି, ଏତେ ବାହୁଙ୍ଗା ଦେଖାଯାଉଛି, ଠିକ୍ ସେହି ଦୃଶ୍ୟ ଯାକୁବଙ୍କ ଅଂଶରେ ଏତେ ପୁଅ ଆସିଲେ, ଏତେ ବଂଶଧର ଆସିଲେ, ଏତେ ବିଶ୍ୱାସୀମାନେ ଆସିଲେ। ଏଇଟା ଈଶ୍ୱରଙ୍କର ଆଶୀର୍ବାଦର ଲୋକ ଏମାନେ। ତଥାପି ଈଶ୍ୱରଙ୍କର ଆଶୀର୍ବାଦ ଅନୁସାରେ ଏମାନେ ଚାଲିଲେ ନାହିଁ। ଈଶ୍ୱରଙ୍କ ପ୍ରତି ଏମାନେ ଫେରିଲେ ନାହିଁ। ଈଶ୍ୱରଙ୍କୁ ଏମାନେ ବିଶ୍ୱାସ କଲେ ନାହିଁ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତକୁ ଆସିବାର ଥିଲା, ତା ପୂର୍ବର କଥା ଏଇଟା। ଏମାନେ ମିଶରରେ ଯେତେବେଳେ ଥିଲେ, ମିଶରରେ ଯେଉଁ ଦୁଃଖ ପାଉଥିଲେ, ଆଉ ସେଇ ଦୁଃଖ ସମୟରେ କି ଦୁଃଖ ପାଉଥିଲେ, ଏମାନେ ମୂର୍ତ୍ତି ପୂଜା କରୁଥିଲେ। ମୂର୍ତ୍ତି ପୂଜା କରି ପରମେଶ୍ୱରଙ୍କୁ ପାଶୁରି ଯାଇଥିଲେ, ପରମେଶ୍ୱରଙ୍କୁ ଜାଣିନଥିଲେ। ଏମିତି ଅବସ୍ଥାରେ ଏମାନେ ଖାଲି ରହିଥିଲେ। କିଛି ସମୟ ପରେ ମଶାଙ୍କ ଦ୍ୱାରା ଯେତେବେଳେ ପରମେଶ୍ୱରଙ୍କୁ ଜାଣିଲା ପରେ ଖଜୁରୀ ବାହୁଙ୍ଗା ଧରିବାର କାରଣ, ଆମେ ମିଶର ଦେଶରେ ଥିଲାବେଳେ ଦୁଃଖ ପାଉଥିଲୁ, ଏବେ ମିଶର ଦେଶରୁ ଶୈତାନର କାର୍ଯ୍ୟରୁ ଆମେ ବାହାରି ଆସିଲୁ, ଅନ୍ଧକାର କାର୍ଯ୍ୟରେ ଆମେ ବନ୍ଧା ହେଇଥିଲୁ, ସେମାନଙ୍କ ମିଶ୍ରୀୟମାନଙ୍କର ବନ୍ଧନରୁ ଆମେ ମୁକ୍ତ ପାଇଲୁ ବୋଲିକରି ଆସିଲୁ। ଯେତେବେଳେ ଆମମାନେ 1 ନମ୍ବର ଦୁଷ୍ଟ ଥିଲୁ, ଅତ୍ୟାଚାରୀ ଥିଲୁ, ଆଉ ଜ୍ଞାନରେ ଉଣା ଥିଲୁ, ଆଉ ବୁଦ୍ଧିହୀନ ହେଇଥିଲୁ ବୋଲି ଅନେକ ଭୁଲ କାମ ଯାକ କରୁଥିଲୁ। ଏବେ ଆମେ ପରମେଶ୍ୱରଙ୍କୁ ଜାଣିଲୁ ଯେ ପାପର ଅଧୀନରେ ଆମେ ଆଉ ନାହିଁ ବୋଲିକରି ସେମାନେ ଆଉ ଯେଉଁ ପର୍ବ କି ବର୍ଷକୁ 3ଟା ପର୍ବ କରୁଥିଲେ, ସେହି ପର୍ବ ଅନୁସାରେ ସେଇ ଦିନରେ ଖମିର ଶୂନ୍ୟ ରୁଟିର ପର୍ବର ଦିନରେ ଏମାନେ ଏହି ଖଜୁରୀ ଗଛର ନିଦର୍ଶନ ଅନୁସାରେ, ଆମେ ଖଜୁରୀ ଗଛର ଡାଳରେ ଯେ ଆଗରେ କଣ୍ଟା ଥାଉଛି, ସେହିପରି ଆମମାନଙ୍କର ମୁଖ ଆଗରେ ରାଗ ଥିଲା, କ୍ରୋଧ ଥିଲା, ହିଂସା ଥିଲା, ଏଇଭଳି ଅନେକ ପ୍ରକାର ଖଳ ଲୋକ ଆମେ ଥିଲୁ। କିନ୍ତୁ ପରମେଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟ ଦେଇ ମଶା ଆମମାନଙ୍କୁ ଏସବୁଥିରୁ ଆମମାନଙ୍କୁ ଉଦ୍ଧାର କରି ଆଣିଛନ୍ତି ବୋଲି ଆଜି ଦେଖିପାରୁଛୁ। ଶାସ୍ତ୍ର ଲେଖା ହେଇଛି, ଏଇ ଯାକୁବଙ୍କର ଦଳ ଇସ୍ରାଏଲ ଗୋଷ୍ଠୀ ଏବେ ଖଜୁରୀ ବାହୁଙ୍ଗା ହାତରେ ଧରି, ସେମାନେ ବିଭିନ୍ନ ପ୍ରକାର ଗଛ ହାତରେ ଧରି ସେମାନେ ନାଚ କରୁଥିଲେ। ତାର ଅର୍ଥ, ଆମେ ଖଜୁରୀ ଗଛ ପରି ଗଦା ହେଇକରି ଜନ୍ମ ହେଲୁ, କିନ୍ତୁ ଖଜୁରୀ ଡାଳରେ ଯେ ଆଗରେ ଯେଉଁ କଣ୍ଟା ଅଛି, ଠିକ୍ ସେଇ ସଦୃଶ ଆମ ମୁଖରେ ରାଗ ଥିଲା, କ୍ରୋଧ ଥିଲା, ହିଂସା ଥିଲା, ଦୁନିଆଭର ଖରାପ ଗୁଣ ମୁଖରୁ ବାହାର କରୁଥିଲୁ ବୋଲି ଜାଣି ଆମେ ହିଁ ସେଇ ମୂର୍ଖ ଲୋକ। ଆମକୁ ପ୍ରଭୁ ଆଜି ବ୍ୟବହାର କରୁଛନ୍ତି ବୋଲି ଖଜୁରୀ ଡାଳ ସେମାନେ ହାତରେ ଧରିକରି ନିଜକୁ ଅନୁତାପ କରି ଖଜୁରୀ ଗଛ ସହିତ ସମାନ ଥିଲୁ ବୋଲି ସେମାନେ ଆଜି ଖଜୁରୀ ବାହୁଙ୍ଗା ହାତରେ ଧରିକରି ସେମାନେ ପର୍ବ ପାଳନ କରୁଛନ୍ତି। ଏହା ହେଉଛି ପୁରାତନ କାଳର ଯାକୁବ ବଂଶର ଗୋଷ୍ଠୀର ନିୟମ। ଏହି ନିୟମ ବର୍ଷକୁ ବର୍ଷ ପାଳନ କରିବା ପାଇଁ ଥିବାରୁ ଯୀଶୁ ମଧ୍ୟ ଖଜୁରୀ ବାହୁଙ୍ଗା ପର୍ବ ଦିନରେ ଜେରୁସାଲେମକୁ ଯାଇଥିବାରୁ ଯୀଶୁ ଯେଉଁମାନଙ୍କୁ ସୁସ୍ଥ କରିଥିଲେ, ସେମାନେ ସମସ୍ତେ ପୁରାତନ ନିୟମ ଅନୁସାରେ ଖଜୁରୀ ବାହୁଙ୍ଗା ଧରି ଗୋଧରେ ଚଢ଼ିକରି ଆସିଲା ବେଳକୁ ସେମାନେ ହୋସାନା ହୋସାନା ଦାଉଦ ସନ୍ତାନ ହୋସାନା କରି ଖଜୁରୀ ବାହୁଙ୍ଗା ଧରି
ପ୍ରଭୁଙ୍କର ଗୌରବ କରିଛନ୍ତି। ଏହା ସାଧୁ କି ଫାରୁସୀମାନେ ଦେଖି ଯୀଶୁଙ୍କ ବିରୁଦ୍ଧରେ କ୍ରୋଧ କରିବାକୁ ଆରମ୍ଭ କଲେ। ଏ ଲୋକ ଆଜି ଆମ ସାମ୍ନାରେ ଏତେ ଗୌରବ ପାଉଛି, କିନ୍ତୁ ଆମେ ତ ଏତେ ପୂର୍ବରୁ ଥିଲୁ, ଆମକୁ କେହି ମଧ୍ୟ ଏତେ ଗୌରବ କରିନାହାନ୍ତି ବୋଲି ଯୀଶୁଙ୍କୁ ସେଇଦିନ ଠାରୁ ଶତ୍ରୁତା ଆରମ୍ଭ କରିଥିଲେ। ସେହି ଶତ୍ରୁତା ଆରମ୍ଭ କରିବାର 3 ଦିନ ପରେ ସେମାନେ ଯୀଶୁଙ୍କୁ ମାରି ହତ୍ୟା କରିଛନ୍ତି। ଯେହେତୁ ରବିବାର ଦିନ ଖଜୁରୀ ବାହୁଙ୍ଗା ପର୍ବ ହେଲା, ରବିବାର ଦିନ ଖମିର ଶୂନ୍ୟ ରୁଟିର ପର୍ବ ହେଲା, ଆଉ ସେଇ ରୁଟିର ପର୍ବକୁ ଖଜୁରୀ ବାହୁଙ୍ଗା ପର୍ବ ବୋଲି କହନ୍ତି। ତା'ର 3-4 ଦିନ ଅତରେ ଶୁକ୍ରବାର ଦିନ ଯୀଶୁଙ୍କୁ ମାରିଲେ। କାରଣ ଆଜି ବି ଗୋଟେ ଲୋକ, ଛୋଟ ଲୋକ ଗୋଟେ ଗୌରବ ପାଉଛି, ଧନୀ ହେଇଗଲା କିମ୍ବା ବଡ଼ ଲୋକ ହେଇଗଲା ବୋଇଲେ ଜଗତରେ ତାକୁ ସହିପାରିବେ ନାହିଁ, ତାକୁ ମର୍ଡ଼ର କରୁଛନ୍ତି। ଠିକ୍ ସେହିପରି ଯୀଶୁଙ୍କର ଗୌରବ ଏତେ ହେଲା ଯେ ଆଉ କହିଲେ ନ ସରେ, ଏତେ ଉଚ୍ଚ ଗୌରବ କରିବାରୁ ଯୀଶୁଙ୍କୁ ମର୍ଡ଼ର କରିବାକୁ ଚେଷ୍ଟା କଲେ ଦୁଷ୍ଟ ଜିହୁଦୀମାନେ, ନିଜ ଜାତିର ଭାଇମାନେ, ନିଜ ଜାତିର ଲୋକମାନେ ଯୀଶୁଙ୍କୁ ବିରୋଧ କରି ମାରିଛନ୍ତି। ଏହାର ଅର୍ଥ ଆମମାନଙ୍କ ଜୀବନରେ ମଧ୍ୟ ସେହିପରି ଯୀଶୁଙ୍କର ନାମରେ ଆମେ ଅନେକ ଗୋଷ୍ଠୀ, ଅନେକ ଜାତି, ଅନେକ ଭାଷାବାଦୀ, ଅନେକ ବଂଶର ଲୋକ, ଅନେକ ମଣିଷମାନେ ଆଜି ଆମେ ସେହି ପ୍ରକାର ଖରାପରେ ଥିଲୁ, ଅବୁଝାରେ ଥିଲୁ, ଅଯୋଗ୍ୟ ଥିଲୁ, ଦିନହୀନ ଥିଲୁ, ବୁଝିପାରୁନଥିଲୁ। ଯୀଶୁ ଆସିଲେ ବୋଲି ମଶାଙ୍କ ଦ୍ୱାରା ଯେପରିକି ଇସ୍ରାଏଲ ଲୋକ ବୁଝିଲେ, ଯୀଶୁଙ୍କ ଦ୍ୱାରା ଆଜି ଆମମାନେ ଜାଣିଲୁ ବୋଲି ସେହି ଦିନକୁ ସ୍ମରଣ କରି ଆମେ ମଧ୍ୟ ଖଜୁରୀ ବାହୁଙ୍ଗା ପର୍ବ କରୁଛୁ। ପ୍ରଭୁ ଆଜିର ଖଜୁରୀ ବାହୁଙ୍ଗା ପର୍ବ ଦ୍ୱାରା ଆମ ସମସ୍ତଙ୍କର ପାପକୁ କ୍ଷମା କରନ୍ତୁ, ସ୍ମରଣରେ ରଖି ଆମମାନଙ୍କୁ ଅନନ୍ତ ଜୀବନ ଏବଂ ପରମ ସୁଖ ଦିଅନ୍ତୁ। ଯୀଶୁଙ୍କ ନାମରେ ଆମେନ୍।